ଜମୁଛି ପ୍ରଚାର ଝାରସୁଗୁଡ଼ାରେ ବିଜେପିର ପାୱାର ଶୋ। ଝାରସୁଗୁଡ଼ାରେ ପାୱାର ଶୋ ରହିଛି ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି। ହଁ ଦର୍ଶକ ବନ୍ଧୁ, ଅବସରରେ ପ୍ରଥମେ ବିଜେଡି ପକ୍ଷରୁ ସରବାହାଲ ହାଇସ୍କୁଲ ପଡ଼ିଆକୁ ପୁରୁଣା ବସ୍ଷ୍ଟାଣ୍ଡ ଯାଇ ଏକ ବିରାଳ ବାଇକ୍ ରାଲି ଅନୁଷ୍ଠିତ ହୋଇସାରି ବିଜେଡି ବରଗଡ଼ ଲୋକସଭା ପ୍ରାର୍ଥୀ ପରିଣୀତା ମିଶ୍ର, ଝାରସୁଗୁଡ଼ା ବିଧାୟକ ପ୍ରାର୍ଥୀ ଦୀପାଲି ଦାସ ରାଲିରେ ଉପସ୍ଥିତ ଥିଲେ। ଝାରସୁଗୁଡ଼ାଙ୍କ ଆଦିବାର୍ଷରେ ବିଜେଡି ବିଜୟୀ ହେଲା, ବିକାଶ ନନ୍ଦିଘୋଷକୁ ଆଗେଇ ନେବି ବୋଲି କହୁଛନ୍ତି ଦୀପାଲି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବାଇକ୍ ରାଲି ସହର ପ୍ରକ୍ରିୟାରେ କରିଥିଲେ ପରେ ଏକ ଶୋଭାଯାତ୍ରା ସତର୍କତା ଭବନରେ ବାହାରି କାলী ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ଏହି ଶୋଭାଯାତ୍ରାରେ ବିଜେଡି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ବାଦ୍ୟ ଓ ନୃତ୍ୟ ଦଳ ସାମିଲ ହୋଇଥିଲେ।